କାକୁଡ଼ି ତାଙ୍କର ଛୁରୀ ତାଙ୍କର ତେଣୁକୁ ସେ ଯେମିତି ପାରିବେ ସେମିତି କାଟିବେ କିନ୍ତୁ ବେଳେବେଳେ କାକୁଡ଼ିଟାକୁ କାଟିଲା ବେଳେ ଟିକେ ମୁଣ୍ଡିଟା ପିତା ଲାଗେ। ତେଣୁ ମୋର ବର୍ତ୍ତମାନର ରାଜ୍ୟ ସରକାରଙ୍କୁ ଅନୁରୋଧ ରହିବ ଏମିତି କୌଣସି କାମ କରନ୍ତୁ ନାହିଁ ଯେଉଁଥିରେ କି ଓଡ଼ିଶାବାସୀ ମର୍ମାହତ ହେବେ। ବିଜୁବାବୁ ଜଣେ ବ୍ୟକ୍ତି ନୁହନ୍ତି, ଜଣେ ଅନୁଷ୍ଠାନ। ବିଜୁବାବୁ ତିନିଟା ଦେଶର ସମ୍ମାନରେ ସମ୍ମାନିତ। ବିଜୁବାବୁ ରାଷ୍ଟ୍ରର ଜଣେ ସମ୍ପତ୍ତି। ତେଣୁକରି ତାଙ୍କ ନାଁଟାକୁ କାଟିକି ସେ କେଉଁ ଯଶବାନା ଉଡ଼େଇବେ। ତେଣୁକରି ଏଭଳି ରାଜନୀତି କରିବା ଠିକ୍ ନୁହେଁ ବୋଲି ଆମେ ବିଚାର କରୁଛୁ। ଜଣେ ଦିବଙ୍ଗତ ପ୍ରଥିତଯଶା ଓଡ଼ିଶାର ଜନସାଧାରଣଙ୍କର ଯିଏ ମୌଡ଼ମଣି ଥିଲେ, ଯାହାଙ୍କୁ ନେଇକି ଆମେ ଗର୍ବ କରୁଛେ, ଯାହାଙ୍କୁ ସବୁ ରାଜନୈତିକ ଦଳ ସମ୍ମାନ କରୁଛନ୍ତି, ଯିଏ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସାଥିରେ ମଧ୍ୟ କାମ କରିଛନ୍ତି ଏକାଠି ଏବଂ ଭାରତବର୍ଷର ସ୍ୱାଧୀନତା ସଂଗ୍ରାମରେ ଯାହାଙ୍କର ଅବଦାନ ଅଛି, ତାଙ୍କ ନାଁଟା କାଟିଦେଇ କେଉଁ ଯଶବାନା ଉଡ଼େଇବେ। ତେଣୁ ଏଭଳି ନିଷ୍ପତ୍ତିରୁ କ୍ଷାନ୍ତ ରହିବାକୁ ମୁଁ ବିନମ୍ର ନିବେଦନ କରୁଛି ରାଜ୍ୟ ସରକାରଙ୍କୁ। ସାର୍ ଆଉ ଜିନିଷ ଲିଡର ମାନଙ୍କ ସହିତ ନବୀନ ପଟ୍ଟନାୟକ ଡାଇରେକ୍ଟ ଏବେ କଥା ହେଉଛନ୍ତି, ସବୁ ବୈଠକରେ ସିଧାସଳଖ ମୋତେ ଇନଷ୍ଟ୍ରକ୍ସନ୍ ଦେଉଛନ୍ତି ଏବଂ ଫିଡ଼ବ୍ୟାକ୍ ମଧ୍ୟ ନେଉଛନ୍ତି। ଏଇଟା ଗୋଟେ ପାର୍ଟି ଲିଡରଙ୍କୁ ପାର୍ଟି ୱାର୍କରଙ୍କୁ ଆଉ ଟିକେ ଏନକରେଜ୍ କରାଇବ କି ଯେ ଗ୍ରାଉଣ୍ଡରେ କାମ କରିବା, ଯାହା ଇନଷ୍ଟ୍ରକ୍ସନ୍ ଥିଲେ ସିଧାସଳଖ ଆଲୋଚନା। ନିଶ୍ଚିତ ଭାବରେ ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପ୍ରତି ଓଡ଼ିଶାବାସୀଙ୍କର ବହୁତ ଭଲ ପାଇବା ଅଛି ଏବଂ ସେ ଯେତେବେଳେ ନିଜେ ପଦକ୍ଷେପ ନେଉଛନ୍ତି, କଥାବାର୍ତ୍ତା କରୁଛନ୍ତି, ସମସ୍ତଙ୍କୁ ଉତ୍ସାହିତ କରୁଛି।